ଯେଉଁମାନେ ନିଜକୁ ମହାନ ଭାବୁଛନ୍ତି ସେହି ଲୋକମାନଙ୍କ ପାଇଁ ପଦେ କହୁଛି। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ସମୟର କାଳଚକ୍ରରେ କେତେବେଳେ ମଣିଷ କେଉଁ ପରିସ୍ଥିତି ନେଇ ଗତି କରୁଛି ସେ କଥା କେବଳ ଭଗବାନଙ୍କୁ ହିଁ ଜଣାଅଛି। ଯେପରିକି ଗୋଟେ ମାଛର ମନ କଥାକୁ ଅନ୍ୟ ମାଛଟି ବୁଝିପାରିବ, ବଗକୁ ତ କେବଳ ଖାଇବା ଜଣାଅଛି। ସେ ବା କାହିଁ ଜାଣିବ ମାଛ ମନର ଦୁଃଖ କଥା। ଠିକ୍ ସେହିପରି ଭାଇ, ରାଜଉଆସରେ ରାଜ ପଲକରେ ଶୋଇଥିବା ମଣିଷକୁ ଚାଳ ଛପର ଘରେ ମାଟି ସେଜରେ ଶୋଇଥିବା ଦିନ ମଜୁରିଆ ଦୁଃଖ କେମିତି ବା ଜଣା ପଡ଼ିବ? ପରିସ୍ଥିତିକୁ ନେଇ ଯେଉଁ ମଣିଷ ଗତି କରେ ସେ ହିଁ ଜାଣିଥାଏ ଦୁଃଖର ଧୈର୍ଯ୍ୟ କିପରି। ପାଗଳ ବୁଝେ ନା ଦିନ ରାତି, ମାନେ ନା ବଡ଼ ସାନ, କିନ୍ତୁ ଯେତେବେଳେ ତାକୁ ଭୋକ ଲାଗେ ନା ସେତେବେଳେ ସେ ସବୁ କଥାକୁ ସହଜରେ ମାନିଯାଏ। ଖାଇବାକୁ ଦେବା ବେଳେ ତାକୁ ଯାହା କହିବେ ସେ କଥାକୁ ଶୁଣିଥାଏ। ଠିକ୍ ସେହିପରି ମଣିଷ ଭୋକ ସମୟରେ ସବୁ କଥାରେ ରାଜି ହେଇଯାଏ, ବଚନ ବି ଦେଇଦିଏ। ଭୋକ ମେଣ୍ଟିଲା ପରେ ଯେତେ ଭାବିଲେ ବି ଶବ୍ଦ ଆଉ ନଥାଏ ଓହରେଇବାକୁ। ଆପଣ ଯେତେ ବଡ଼ ଭୁଲ କରନ୍ତୁ ନା କାହିଁକି, କେବେ ହେଲେ କାହାକୁ ବଚନ ଦିଅନ୍ତୁ ନାହିଁ। ସବୁଠାରୁ ଶତ୍ରୁ ଆପଣଙ୍କ ପାଖରେ ଅଛି ନିଜର ବଚନ। ଯଦି ଆପଣ ଥରେ କାହାକୁ ଦେଇଦେଲେ ନା, ତ ଭାବି ନିଅନ୍ତୁ ଆପଣଙ୍କର